ମାତୃଭାଷାକୁ ସମ୍ମାନ ଦେବୁ। ତାହାର ବହୁଳ ବ୍ୟବହାର ନିମିତ୍ତ ପ୍ରୟାସ ଜାରି ରଖିବୁ। ତାର ସୁରକ୍ଷା ତାର ଅସନ୍ତରଣ ରଖିବା ପାଇଁ ଆମେ ସର୍ବଦା ଯତ୍ନବାନ ହେବୁ। ମୋ ମାତୃଭାଷାକୁ ଜାଗୃତ କରିବା ପାଇଁ ତାର ସାହିତ୍ୟକୁ ପ୍ରତିଦିନ ପାଠ କରିବୁ। ଜୟ ଜଗନ୍ନାଥ। ଜୟ ମାତୃଭାଷା ଦିବସ। ମାତୃଭାଷା ପ୍ରତି ରହିଲେ ପ୍ରୀତି ଆତ୍ମାକୁ ମିଳଇ ସୁଖ ଶାନ୍ତି। ମାର ସମ୍ମାନ ମାଟିର ଟେକ। ମାତୃଭାଷାକୁ ଦୂରେଇ ରଖ। ମାତୃଭୂମି ମାତୃଭାଷାରେ ମମତା ତା ହୃଦୟରେ ଜନମୁ ନାହିଁ। ତାକୁ ଯଦି ଜ୍ଞାନୀ ମନରେ ଗଣିବା ଅଜ୍ଞାନ ରହିବେ ନାହିଁ। ଆଉ କେତେ ଭାଷା ଶିଖୁଛ ଶିଖ। ନିଜ ମାତୃଭାଷା ମହତ୍ଵ ରଖ। ସୁରକ୍ଷିତ ହେଲେ ମାତୃଭାଷା ଆମ ସୁରକ୍ଷିତ ଆମ ମା। ତାରି ପାଇଁ ବିକାଶ ପଥରେ ବଳିବ ଫଳ ହେବା। ମୋର ସାନ ବଡ଼ ଭାଇ ଓ ଭଉଣୀମାନେ ଆଜି ହେଉଛି ଫେବୃଆରୀ ମାସ 21 ତାରିଖ ମାତୃ ଦିବସ। ଏହି ପବିତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ମୋର ମାତୃଭାଷା ହେଉଛି ଓଡ଼ିଆ। ଉଚ୍ଚ ହେବା ପାଇଁ ଯେବେ ପ୍ରୟାସ ତେବେ ଉଚ୍ଚତର ଆଗ ନିଜ ମାତୃଭାଷା। ମାତୃଭାଷା ମୂଳତଃ ହେଉଛି ସେହି ଭାଷା ଯାହା ଆମେ ଜନ୍ମରୁ ଆରମ୍ଭ କରି ଆମ ମାଆଙ୍କ ମୁଖରୁ ଶୁଣିଥାଉ। ଏହା ଆମର ପ୍ରଥମ ଶିକ୍ଷାର ଆଧାର ଏବଂ ଜୀବନର ମୂଳ ଭିତ୍ତି। ଭାଷା ହିଁ ନିଜର ପରିଚୟ ଏବଂ ଭାଷା ହିଁ ଭବିଷ୍ୟତ। ଏହି ଭାବଧାରଣ ଦେଇ ମୁଁ ଆଜି ଏହି ଆନ୍ତର୍ଜାତୀୟ ମାତୃଭାଷା ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ମୋର ବକ୍ତବ୍ୟକୁ ଆରମ୍ଭ କରୁଛି। ମାତୃଭୂମି ମାତୃଭାଷାରେ ମମତା ଯାଉ ହୃଦୟ ଜନ୍ମି ନାହିଁ, ତାକୁ ଯଦି ଜାଣି କୋଣରେ ବୁଲିବା ଅଜ୍ଞାନ ରହିବ କାହିଁ। ଶିଶୁଟିଏ ନିଜର ପିତାମାତା ପରିବାର माँ की बोली दिल की जुबान धरती का सबसे प्यारा गान। पहली ध्वनि जो मन ने सुनी वही बन गई অমৃত জগ